ଶିକ୍ଷାର ଦାର୍ଶନିକ ଭିତ୍ତିଭୂମି। ତ ଶିକ୍ଷାର ଦାର୍ଶନିକ ଭିତ୍ତିଭୂମି ଭିତରେ ଆମେ ପଢ଼ିବା ଶିକ୍ଷାର ଧାରଣା, ଅର୍ଥ, ପ୍ରକୃତି, ଉଦ୍ଦେଶ୍ୟ, କନସେପ୍ଟ, ମିନିଂ, ନେଚର ଆଣ୍ଡ ପର୍ପଜ ଅଫ ଏଜୁକେସନ। ତ ସୃଷ୍ଟି ପ୍ରାରମ୍ଭରୁ ଯଦି ଦିନଠାରୁ ଈଶ୍ୱରଙ୍କ ସୃଷ୍ଟି ଦେଖିବା, ପ୍ରାଣୀମାନଙ୍କ ମଧ୍ୟରେ ମନୁଷ୍ୟ ଶ୍ରେଷ୍ଠ ପ୍ରାଣୀ ଭାବରେ ପରିଗଣିତ ହୋଇଥାଏ। କାରଣ ତା ପାଖରେ ରହିଛି ବୁଦ୍ଧି, ଚିନ୍ତନ ଶକ୍ତି, ବିବେକ ଓ ଜ୍ଞାନର ଶକ୍ତି। ସେ ତାର ଉଚ୍ଚତର ଚିନ୍ତା ଶକ୍ତି, ମନନ ପ୍ରକ୍ରିୟା ମାଧ୍ୟମରେ ତାର ଶ୍ରେଷ୍ଠତ୍ୱକୁ ପ୍ରତିପାଦନ କରିଥାଏ। ତେଣୁ ମନୁଷ୍ୟ ଏକ ଅଜ୍ଞାନ ଅନ୍ଧକାରରୁ ଆଲୋକକୁ ଆସିବା ପାଇଁ ଶିକ୍ଷା ଏକ ସିଡ଼ି ଭାବରେ କାର୍ଯ୍ୟ କରିଥାଏ। ତେଣୁ ସମସ୍ତ ଚିନ୍ତାଧାରା, ବିକାଶଧାରା ପଥରେ ଉଦ୍ଦେଶ୍ୟରୁ ଆଗେଇ ନେବା ଶିକ୍ଷାର એકમાત્ર ଲକ୍ଷ୍ୟ। ସମସ୍ତ ସୃଜନଶୀଳ ପ୍ରତିଭା, ଉନ୍ନତି, ଜ୍ଞାନର ବିକାଶ, ଶୃଙ୍ଖଳିତ ଜୀବନଯାପନ, ଉତ୍ତମ ପରିବେଶ ସୃଷ୍ଟି କରିବା, ସୁନାଗରିକ ଗଠନ କରିବା, ଏ ସମସ୍ତ କାମ ହେଉଛି ଶିକ୍ଷାର। ତେଣୁ ବର୍ତ୍ତମାନ ଦେଖିବା ଆମେ ମିନିଂ ଅଫ୍ ଏଜୁକେସନ୍। ଶିକ୍ଷାର ଅର୍ଥ। ଶିକ୍ଷା ହେଉଛି ଜୀବନବ୍ୟାପୀ ପ୍ରକ୍ରିୟା, ଯାହାକି ଜନ୍ମରୁ ଆରମ୍ଭ ହୋଇକି ମୃତ୍ୟୁରେ ଶେଷ ହୋଇଥାଏ। ଶିକ୍ଷଣ ଦ୍ୱାରା ବ୍ୟକ୍ତିର ହୋଲିଷ୍ଟିକ୍